ଆଜିର ପ୍ରସଙ୍ଗ କର୍ମକ୍ଷେତ୍ରକୁ ପରିପୁଷ୍ଟ କରୁଛି ଶିଳ୍ପ ସମ୍ପର୍କ ସଂହିତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଗତ ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍କୁ କେନ୍ଦ୍ର ଶ୍ରମମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଗୃହରେ ବୁଧବାର ଦିନ ଆଗତ କରିଥିଲେ। ତିନୋଟି ପ୍ରମୁଖ ଶ୍ରମ ଆଇନକୁ ଏକୀକୃତ ତଥା ପୁନଃ ପ୍ରସ୍ତୁତି ମାଧ୍ୟମରେ ଶିଳ୍ପ ସମ୍ପର୍କ ସଂହିତା 2020 ପ୍ରସ୍ତୁତ କରାଯାଇଥିଲା। ଏକୀକୃତ ହୋଇଥିବା ଆଇନଗୁଡ଼ିକ ହେଉଛି ଟ୍ରେଡ୍ ୟୁନିୟନ ଆଇନ 1926, ଶିଳ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ 1946 ଏବଂ ଶିଳ୍ପ ବିବାଦ ଆଇନ 1947। ଏହି ନୂତନ ଶିଳ୍ପ ସମ୍ପର୍କ ସଂହିତା 2020 ଗତବର୍ଷ ନଭେମ୍ବର 21 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ତେବେ ନୂତନ ସଂହିତାର ଧାରା 104 ଅନୁଯାୟୀ ଏକୀକୃତ ହୋଇଥିବା ଆଇନଗୁଡ଼ିକରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମଧ୍ୟ ବୈଧ ଘୋଷଣା କରାଯାଇଛି। ତଥାପି ଏହିସବୁର କାର୍ଯ୍ୟକାରିତାରେ ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ସଂଶୋଧନ ବିଲ୍ 2026 ପ୍ରସ୍ତୁତ କରାଯାଇଛି। ଶିଳ୍ପ ସମ୍ପର୍କ ସଂହିତା 2020 ଟ୍ରେଡ୍ ୟୁନିୟନ, ଶ୍ରମିକ ଛଟେଇ, ଶିଳ୍ପ ବିବାଦ ଆଦି ପ୍ରସଙ୍ଗଗୁଡ଼ିକର ଅନୁପାଳନକୁ ସରଳ କରିଥାଏ। ଶ୍ରମିକଙ୍କ ସୁରକ୍ଷାକୁ ସୁରକ୍ଷିତ ରଖିବା ସହ ବ୍ୟବସାୟ କରିବାର ସହଜତାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି। ଏପରିକି ଅନୁପାଳନ ଜନିତ ତଥ୍ୟ ଉପସ୍ଥାପନକୁ ମଧ୍ୟ ନୂତନ ଆଇନ ଅଧୀନରେ ସୁବ୍ୟବସ୍ଥିତ ଏବଂ ଅଧିକ ସହଜ କରାଯାଇପାରିଛି। ଫଳରେ ଶ୍ରମ ଗୋଷ୍ଠୀ, ନିଯୁକ୍ତିଦାତା ଏବଂ ଅର୍ଥନୀତି ଏହାଦ୍ୱାରା ସମନ୍ୱିତ ଭାବେ ସୁଫଳ ପାଇବେ। ନୂତନ ସଂହିତାରେ କର୍ମଚାରୀ ପରିଭାଷାକୁ ମଧ୍ୟ ଅଧିକ ବ୍ୟାପକ କରାଯାଇଛି। ଶ୍ରମଶକ୍ତିର ଏକ ବୃହତ ଅଂଶକୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ କାର୍ଯ୍ୟରତ ସାମ୍ବାଦିକ ଏବଂ ମାସିକ 18,000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ସୁପରଭାଇଜରଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆଇନ ଆୟ ଅସମାନତାକୁ ହ୍ରାସ କରିବା ସହ ସ୍ୱାସ୍ଥ୍ୟ ସେବା ଏବଂ ଅସୁସ୍ଥତା ଛୁଟି ଭଳି ସୁବିଧା ପ୍ରଦାନକୁ ସୁନିଶ୍ଚିତ କରୁଛି। ମଜୁରୀ ପରିଭାଷାକୁ ଏହି ନୂତନ ଆଇନରେ ଅଧିକ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଗ୍ରାଚୁଇଟି, ଛଟେଇ କ୍ଷତିପୂରଣ ଏବଂ ସାମାଜିକ ସୁରକ୍ଷା ଭଳି ଆଇନଗତ ସୁବିଧା ଶ୍ରମିକ ପାଇପାରୁଛି। ସାମାଜିକ କଲ୍ୟାଣକାରୀ ଆଇନଗୁଡ଼ିକର ମଧ୍ୟ ସୁଫଳ ସେମାନଙ୍କ ପାଖରେ ପହଞ୍ଚିବା ସୁନିଶ୍ଚିତ ହୋଇପାରୁଛି। ଏପରିକି ମଜୁରୀକୁ କୃତ୍ରିମ ଭାବେ ବିଭାଜନ କରିବାର ନିଯୁକ୍ତିଦାତାଙ୍କ ପଦକ୍ଷେପକୁ ଏହା ନିୟନ୍ତ୍ରିତ କରୁଛି। ମଜୁରୀ ସଂକ୍ରାନ୍ତ ଏଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତାକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଏହି ନୂତନ ସଂହିତା ଶ୍ରମିକ ସଂଗଠନଗୁଡ଼ିକର ଆଇନଗତ ସ୍ୱୀକୃତିକୁ ସରଳ କରିପାରିଛି। ଟ୍ରେଡ୍ ୟୁନିୟନ ପ୍ରତିନିଧିଙ୍କୁ ନେଇ ଆଲୋଚନା ପରିଷଦ ଗଠନ କରିବା ସୁବ୍ୟବସ୍ଥିତ ହୋଇପାରିଛି। ଫଳରେ ଶ୍ରମିକ ସଂଗଠନ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ଆଇନଗତ ସାମୂହିକ ବୁଝାମଣା ଅଧିକାର ବ୍ୟାପକ ହୋଇପାରିଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିଗୁଡ଼ିକରେ ଶ୍ରମିକ ପ୍ରତିନିଧିଙ୍କ ଉପସ୍ଥିତିକୁ ଏହି ସଂହିତା ସୁନିଶ୍ଚିତ କରୁଛି। ଅନୁଚିତ ଛଟେଇ ତଥା ଏଭଳି ପଦକ୍ଷେପକୁ ପ୍ରତିହତ କରାଯାଇ ଶ୍ରମିକଙ୍କ ଆର୍ଥିକ କ୍ଷେତ୍ରକୁ ସୁରକ୍ଷିତ ରଖାଯାଇପାରିଛି। ଏପରିକି ନିର୍ଦ୍ଦିଷ୍ଟ ଅବଧି ବିଶିଷ୍ଟ ନିଯୁକ୍ତି ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି। ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ଲିଖିତ ଚୁକ୍ତିନାମା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇପାରୁଛି। ଏଭଳି ପରିସ୍ଥିତିରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ କର୍ମଚାରୀଙ୍କ ସମକକ୍ଷ କାର୍ଯ୍ୟ ନିର୍ଘଣ୍ଟ, ମଜୁରୀ, ବୈଧାନିକ ସୁବିଧା ସୁଯୋଗ ହାସଲ କରିପାରୁଛନ୍ତି। ନୂତନ ଶିଳ୍ପ ସମ୍ପର୍କ ସଂହିତା ଧର୍ମଘଟର ପରିଭାଷାକୁ ସଂଶୋଧନ କରିଛି। ଆଲୋଚନା ମାଧ୍ୟମରେ ମତଭେଦ ସମାଧାନକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଫଳରେ ସାମୂହିକ ଆକସ୍ମିକ ଛୁଟିଜନିତ ପରିସ୍ଥିତିକୁ ଦୂରେଇ ଦିଆଯିବା ସହିତ ବ୍ୟବସାୟ କରିବାର ସହଜତା ପାଇଁ ପଥ ପ୍ରଶସ୍ତ ହୋଇପାରୁଛି। ଆଲୋଚନା ମାଧ୍ୟମରେ ସମାଧାନ ଦ୍ୱାରା ଆଇନଗତ ପଦକ୍ଷେପକୁ ହ୍ରାସ କରାଯାଇପାରିଛି। ଉଭୟ ପକ୍ଷଙ୍କ ମଧ୍ୟରେ ତ୍ୱରିତ ସମାଧାନ ସମ୍ଭବପର ହୋଇପାରୁଛି। ଧର୍ମଘଟ ପୂର୍ବରୁ ନିଯୁକ୍ତିଦାତାଙ୍କୁ 14 ଦିନର ପ୍ରାକ୍ ଲିଖିତ ସୂଚନା ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଏପରିକି ଆଇନଗତ ବିବାଦର ଶୀଘ୍ର ସମାଧାନ ଲକ୍ଷ୍ୟ ନେଇ ସମସୀମାବଦ୍ଧ ବିଚାରକୁ ସଂହିତାରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଶିଳ୍ପ ଟ୍ରିବ୍ୟୁନାଲରେ ଏବେ 2 ଜଣ ସଦସ୍ୟ, ଜଣେ ନ୍ୟାୟିକ ଏବଂ ଅନ୍ୟ ଜଣେ ପ୍ରଶାସନିକ ସଦସ୍ୟ ରହିବେ। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଅନୁଯାୟୀ ଘରୁ କାମ କରିବାର ବ୍ୟବସ୍ଥାକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଶିଳ୍ପ ସମ୍ପର୍କ ସଂହିତା 2020 ନିଯୁକ୍ତିଦାତା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସଶକ୍ତ କରିପାରୁଛି। ସାମଗ୍ରିକ ଭାବରେ ଏହା ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଉତ୍ପାଦକତାକୁ ବୃଦ୍ଧି ଏବଂ ଏକ ସନ୍ତୁଳିତ ଅଭିବୃଦ୍ଧି ସମ୍ପନ୍ନ କାର୍ଯ୍ୟ ପରିବେଶକୁ ସୁନିଶ୍ଚିତ କରୁଛି।